ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ତ ଦେଖିପାରୁଥିବେ କେତେ ମାତ୍ରାରେ ଖରା ଆଉ ଏ ଖରା ହେଲା ବେଳକୁ ଆଉ ଭିତରେ କାମ କରିବା ବହୁତ ମୁସ୍କିଲ ପଡୁଛି। ଭାଇ ମୁଁ ତ କହିବି ମୋ ଜୀବନରେ ମୁଁ ଏତେ ଗରମରେ କାମ କରିବାକୁ ପଡୁଛି। କାହିଁକିନା ମୁଁ ଅଲରେଡି କମ୍ପାନୀରେ କାମ କରିଛି, ଆଗରୁ ବି କାମ କରିଛି ଯେ ମୁଁ କାମ କରିନାହିଁ ନୁହଁ। ତ ଏ ଯୋଉ ଗରମ ଭାଇ ପାଣି ପିଇବା ତ ଦୂର କଥା, ପାଣି ପିଉଛେ କିନ୍ତୁ ପରିଶ୍ରମ ନାହିଁ, ଦେହରୁ ବାହାରି ଯାଉଛି। କାହିଁକି ମୁଁ ଆଜି କମ୍ପାନୀରେ ଏ ଖରାରେ ଆଉ ଏ ଗରମରେ କାମ କରୁଛି ଯୋଉଥିପାଇଁ କି ମୋର କିଛି ପରିସ୍ଥିତିରେ ପୁଣି ମୁଁ ଆଜି ମୋତେ କାମ କରିବାକୁ ପଡୁଛି। ସେ କଥା କହିକି କଣ ଲାଭ ଆଉ ଯୋଉଥିପାଇଁ ଆଜି ଏ ପରିସ୍ଥିତିରେ ମୁଁ ପଡିଛି। ତେଣୁ ଜାଣିନି ଏ ପରିସ୍ଥିତି ମୋତେ କେତେ ଦିନ ଭୋଗିବାକୁ ହବ। ତେଣୁ ଦେଖାଯାଉ କେତେ ଦିନ ପର୍ଯ୍ୟନ୍ତ କଣ ହଉଛି। ତ ସେତେବେଳେ ଦିନ ପର୍ଯ୍ୟନ୍ତ ଯେତେଦିନ ମୋ ଜାଗାରେ ମୁଁ ନ ପହଞ୍ଚିବା ମୋ ଯେଉଁ କାମରେ ମୁଁ ଆସିଥିଲି ମୁଁ ହାସଲ ନ ହେଇଛି ତ ସେତେ ପର୍ଯ୍ୟନ୍ତ ମୁଁ ଏ କାମରେ ଥିବି। ତ ସେଇଟା ଯଦି ମୋର ପୂର୍ଣ୍ଣ ନ ହୁଏ ତେବେ ମୋର ଓଡ଼ିଶାକୁ ଫେରିବା ଅସମ୍ଭବ। ଆଉ ଏଇଟା ମୋର ଶେଷ ନିଷ୍ପତ୍ତି। ଆଉ ହୁଏତ ଏଇ ଭିଡ଼ିଓଟା ମୋର ଶେଷ ଭିଡ଼ିଓ ହେଇପାରେ ବା ଆଗକୁ ବି ଭିଡ଼ିଓ ହବ କି ନାହିଁ ସେ କଥା ମୁଁ ଜାଣିନି। ତଥାପି ମୋର ଯାହା ମୋ ଭାଗ୍ୟରେ ଥିବ ସେଇଆ ହବ। ତେଣୁ ଆଗକୁ ଦେଖାଯାଉ କଣ ହଉଛି।